ନମସ୍କାର ମାଷ୍ଟର। ନମସ୍କାର ନମସ୍କାର। ଆଉ କଣ କରୁଛନ୍ତି? କଣ କରିବା ବସିଛି ଆଉ କଣ କରିବା। ଆଚ୍ଛା ଆଚ୍ଛା। ଆଉ କଣ କେମିତି ଗରମ କେମିତି ବର୍ଷା କେମିତି ହଉଛି? ହଁ ଚାଲିଛି ଭଳିଆ ବର୍ଷା ତ କାଲି ଖୁବ କମ ପରିମାଣରେ ହେଇଥିଲା। ଆଚ୍ଛା ଆଚ୍ଛା। ଆଜି ତ ମେଘାଚ୍ଛନ୍ନ କରିଛି ବର୍ଷିବ ଯଦି ବର୍ଷିବ କିନ୍ତୁ ଗରମ ବି ଛାଡୁନି। ମାଷ୍ଟର ଆପଣ କେବେ ଯାଇଛନ୍ତି ଭୁବନେଶ୍ୱର? ହଁ। କେମିତି ଭଲ ଲାଗେ ଭୁବନେଶ୍ୱର ଭଲ ଲାଗେ କି ଗାଁ ଟା ଭଲ ଲାଗେ? ଗାଁରେ ଏମିତି ଶାନ୍ତ ଶୀତଳ ପରିବେଶ ସୁস্থ ପରିବେଶ ଠିକ ଲାଗେ କି ଯୋଉ ଦେଶୀ ଗାଡି? ଗୋଟେ କହିନି ଆମର ତୃତୀୟ ନା ଚତୁର୍ଥ କ୍ଲାସରେ ଗୋଟେ ଥିଲା ଯେ ଜନନୀ ଜନ୍ମ ଭୂଇଁ ଏଇ ମୋର ଗାଁ ସବୁଠୁ ମଧୁର ଲାଗେ ମତେ ତାର ନାଁ। ତା ଛାତିରେ ପାଦ ଦେଇ ଶିଖିଲି ମୁଁ ଚାଲି ଖେଳି ଖେଳି ଉଡାଇଲି କେତେ ଧୂଳି ବାଲି। ଜମା କଲି ଦେହ ତାର ଯେତେ କଅଳିଆ ନଈ ନାଳ ବନ୍ଧ ପାଣି କଲି ମୁଁ କୁଳିଆ। ବହୁତ ସୁନ୍ଦର କଥା। ତା ଲାଷ୍ଟ ପଦ ଅଛି ଜନନୀ ଜନ୍ମ ଭୂମି ଏଇ ମୋର ଗାଁ ଭୁଲି ନାହିଁ ନ ଭୁଲିବି କେବେ ତାର ନାଁ। ବହୁତ ସୁନ୍ଦର କଥା ନିହାତି ଭାବରେ ଗାଁ ର ପରିବେଶ ତ ନିହାତି ଭାବରେ ଏଇଟା ହିଁ ସ୍ୱର୍ଗ। ଏଠୁ ଟାଉନରେ ଆମକୁ ସବୁ ସୁବିଧା ମିଳିପାରେ କିନ୍ତୁ ହଁ ଗାଁରେ ଯୋଉ ଶାନ୍ତି ଯୋଉ ପରିବେଶ ସେଇଟା ମିଳିବନି କୋଉଠି ମିଳିବନି। ସେଟା ଗରମ ବି ଜାଗାରେ କିନ୍ତୁ ହଁ ସେଇଟା ବେଶୀ ହଉଛି କଣ ଦେଖନ୍ତୁ ଗୋଟେ ଏଠି ସହରାଞ୍ଚଳ ଜାଗା। ଯାହାକୁ ଗୋଟେ ତୀର୍ଥ ବୁଲି ଯିବା କିମ୍ବା କୋଉ ଜାଗାକୁ ଗୋଟେ ଦେଖିବା ପାଇଁ ଯିବା କାରଣ ଖାଲି ଆମେ ଏଇଟା ସିନା ଜନ୍ମ ବୋଲି କହୁଛନ୍ତି ଆମକୁ ସୁନ୍ଦର ଲାଗୁଛି ଶୋଭା ପାଉଛି ଆମେ ଏଠି ଖେଳି ବୁଲିକି ଦିନ କାଳ ଉଯାପନ କରି ଯିବୁନି। କିନ୍ତୁ ସେ ଭୁବନେଶ୍ୱର ଜାଗା ହେକା କଣ ହେରା ଦିନେ ଦିନେ ବୁଲିଯିବା କୋଉ ଲୋକ ବି ଚାକିରି ବାକିରି ସେଠାରେ ରହିପାରିବ। କିନ୍ତୁ ଆମେ ସପୋଜ ବୁଲି ଯାଇ ଦେଖିବା ଆଉ ଗୋଟେ ସୁନ୍ଦର ଲାଗିବ ଯାଇଥିଲି ଭୁବନେଶ୍ୱର ଦେଖିଲି। କିନ୍ତୁ ଯୋଉମାନେ ଭୁବନେଶ୍ୱରରେ ବି ରହୁଛନ୍ତି ଚାକିରି କରି ସେମାନେ ବିରକ୍ତ ହେଇଯାଉଛନ୍ତି ଗାଁରେ ହଁ ଆସିକି ହଁ ଗାଁ ହଁ ସହିତ ସେମାନେ ଶାନ୍ତି। କାଇଁ ଏଠି ଗଛ ପତ୍ର ର ପର୍ବତ ପାହାଡ ସୁନ୍ଦର ପରିବେଶ ନେଚୁରାଲ ମାନେ ଏଠି ମାନେ ବାୟୁ ପ୍ରଦୂଷଣ ନାହିଁ କି ଶବ୍ଦ ହୁଁ ପ୍ରଦୂଷଣ ବି ନାହିଁ କି ଏଠି ପରିମଳ ପ୍ରଦୂଷଣ ବି ନାହିଁ ଆପଣ ଏଇଠି ବସିକି ଖାଇପାରିବେ ଆରାମସେ। ଏଠି ବି ଶୋଇ ପାରିବେ ସବୁ କିନ୍ତୁ କିଛି ଟାଉନରେ ଏମିତି ହେଇପାରିବନି। ହବ। ସବୁଠି ଆଡେ ଅପରିଷ୍କାର ନିହାତି ଭାବରେ ଖାଲି ପାଦରେ ହଁ ମୁଁ ବି ଚାଲିଲେ ଖରାପ ଗୋଟେ ଲାଗୁଛି। କଥା ମୁଁ ଯାହା ଯାଇଥିଲୁ ପୁଅ ସହିତ ବି ସେଠି ହୋଟେଲରେ ଆମେ ଖାନା ପିନା କଲୁ ମେଡିକାଲ ଯାଇଥିଲୁ। ଏଠି ବି ମୁଁ ଦେଖିଲି ଆମ ପାଖାପାଖି ଯୋଉ ଟାଉନରେ ବି ଯୋଉ ମଇଦରପୁର ସେପଟ କିନ୍ତୁ ମାନେ ଏଠି ଖାନା ପିନା